ଦଶହରା ଛୁଟି ଥାଏ। ଛୁଟିରେ ମୁଁ ବାହାରିଲି ଆମ ଗାଁ। ହଁ, ମାନେ ଆମେ ଯାହାକୁ ସୁଖ ଶାନ୍ତିର ସ୍ୱର୍ଗ କହିଥାଉ। ହଁ, ଆପଣ ଠିକ୍ ଇମାଜିନ୍ କଲେ। ଯୋଉଠିକି ଗଲେ ଆମକୁ ପ୍ରେମ, ସ୍ନେହ, ଶ୍ରଦ୍ଧା ତଥା ବାପା ମାଆଙ୍କର ସେଇ ହସ ହସ ମୁହଁ ଦୁଇଟି ଦେଖିବାକୁ ମିଳେ। ଗାଁରେ ତ ଜାଣିଥିବେ, ଯେତିକ ପିଲା ସବୁ ଯାଆନ୍ତି, ପୁରୁଖା ଲୋକମାନେ ଆମ ଜେଜେବାପା ଦେଖିଦେଲେ କି ଦାଦା କି ମଉସା ଯେ ଦେଖିଲେ ଆମକୁ କ'ଣ କରନ୍ତି ନା କୋଶ୍ଚିନ୍ ପଚାରିବା ଆରମ୍ଭ କରନ୍ତି। ଫାଷ୍ଟ କେଉଁଠୁ କୋଶ୍ଚିନ୍ ଆରମ୍ଭ ହୁଏ? ପଣିକିଆରୁ। ତେଣୁ ମୁଁ କୁଆଡ଼େ ଛାଡ଼ ପାଇବି, ମୋ ପାଇଁ ଗୋଟେ କୋଶ୍ଚିନ୍ ଆରମ୍ଭ ହେଲା। ମୋତେ ଜଣେ ଜେଜେବାପା ପଚାରିଲେ, କହିଲେ ପୁଅ ଗାଁରେ ଯାତ୍ରା ହେଉଛି। ଆମେ 2 ଜଣ ଯାଇଥିଲୁ ଯାତ୍ରା ବୁଲିବାକୁ। ଆମ ବୁଢ଼ୀ କହିଛି, ବୁଢ଼ୀ ମାନେ ଜେଜେମା କହିଛି ମୋ ଗୋଟେ ଶାଢ଼ୀ ଆଣିବ 100 ଟଙ୍କାରେ। ଆମେ ଦେଖିଲୁ ଶାଢ଼ୀର ଦାମ ହେଉଛି 100 ଟଙ୍କା, କିନ୍ତୁ ମୋ ପାଖରେ 100 ଟଙ୍କା ନାହିଁ କି ତା ପାଖରେ ଫୁଲ୍ 100 ଟଙ୍କା ନାହିଁ। 100 ଟଙ୍କାରୁ ସମସ୍ତଙ୍କ ପାଖରେ କମ୍ ଅଛି। ମୁଁ ଜାଣିଛି ତା ପାଖରେ କେତେ ଟଙ୍କା ଅଛି, ସେ ଜାଣିଛି ମୋ ପାଖରେ କେତେ ଟଙ୍କା ଅଛି। ମୁଁ ଯଦି ତା ପଇସାରୁ ଅଧା ନେଇଯିବି, ମୋ ପାଖରେ 100 ଟଙ୍କା ହେଇଯିବ। ସିଏ ଯଦି ମୋ ପଇସାରୁ ଅଧା ନେଇଯିବ, ତା ପାଖରେ 100 ଟଙ୍କା ହେଇଯିବ। ଯାହାଫଳରେ ଆମେ ଶାଢ଼ୀଟା କିଣିପାରିବୁ। ତେଣୁ କୋଶ୍ଚିନ୍ ହେଉଛି କାହା ପାଖରେ କେତେ ଟଙ୍କା ଅଛି କହ ତୁ। ମୁଁ କହିଲି ମୁଁ ତ ଏବେ କହିପାରିବିନି, ମୋର ଯେଉଁ ସାଙ୍ଗସାଥି ଅଛନ୍ତି ତାଙ୍କୁ ମୁଁ ପଚାରିକି କହିବି। ତେଣୁ ମୁଁ ଆସିଲି। ଏବେ ଆପଣ କୁହନ୍ତୁ କାହା ପାଖରେ କେତେ ଟଙ୍କା ଅଛି, ଯାହାଫଳରେ ମୁଁ ତାଙ୍କ କୋଶ୍ଚିନ୍ର ଆନ୍ସର୍ ଦେଇପାରିବି, ଆଉ ଗାଁରେ ମୋର ଟିକେ ଇଜ୍ଜତଟା ବଞ୍ଚିଯିବ। କୁହନ୍ତୁ।